ଅଲ୍ ପୁରାଣ ଷ୍ଟୋରି। ଚିନ୍ତା କର ଏବଂ ଧନୀ ହୁଅ। ବିଶିଷ୍ଟ ଜ୍ଞାନ। ବିଶିଷ୍ଟ ଜ୍ଞାନ ବ୍ୟକ୍ତିଗତ ଅନୁଭବ ଏବଂ ଅବଲୋକନ। ଜ୍ଞାନ ଦୁଇ ପ୍ରକାରର ହୋଇଥାଏ, ବିଶିଷ୍ଟ ଏବଂ ସାମାନ୍ୟ। ସାମାନ୍ୟ ଜ୍ଞାନ ଯେତେ ବିବିଧ ଓ ବିଶାଳ ହେଉ ପଛକେ ଧନପ୍ରାପ୍ତି ସନ୍ଦର୍ଭରେ ତା'ର କୌଣସି ଅଧିକ ମହତ୍ତ୍ୱ ନାହିଁ। ସେହିପରି ମହାନ ବିଶ୍ୱବିଦ୍ୟାଳୟ ଏହି ଜ୍ଞାନର ବିଧି ବିଭାଗ ଚଳାନ୍ତି ଏବଂ ସୃଷ୍ଟିର ଉନ୍ମେଷ ଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ଜ୍ଞାନ ଉପଲବ୍ଧ ଅଟେ ତାହା ଏହି ବିଶ୍ୱବିଦ୍ୟାଳୟରେ ପଢ଼ାଯାଏ। ମାତ୍ର ଏହା ସତ୍ୟ ଯେ ଅଧିକାଂଶ ଆଚାର୍ଯ୍ୟଗଣ ନଗଣ୍ୟ ରୂପେ ଧନଶାଳୀ ନୁହନ୍ତି। ତାଙ୍କୁ ଜ୍ଞାନ ଦେବା ତ ଆସେ, ମାତ୍ର ତାହାର ସଠିକ୍ ବ୍ୟବସ୍ଥା କରି ନିଜ ମଧ୍ୟରେ ଧନାଢ୍ୟ ହେବା ନୁହେଁ। ବୋଧହୁଏ ଜ୍ଞାନର ଉପଯୋଗ ଦ୍ୱାରା ସେମାନେ ଅଭିଜ୍ଞ ନୁହନ୍ତି। କୌଣସି ଜ୍ଞାନ ଧନକୁ ଆକର୍ଷିତ କରିପାରେ ନାହିଁ, ଯେପର୍ଯ୍ୟନ୍ତ ତାହା ସଠିକ୍ ରୂପେ ବ୍ୟବସ୍ଥିତ ବୁଦ୍ଧିମ ଦ୍ୱାରା ନିର୍ଦ୍ଦେଶିତ ଏବଂ ସ୍ପଷ୍ଟ ରୂପେ ଧନପ୍ରାପ୍ତିର ଯୋଜନା ପାଇଁ କାଇବାରେ କଳା ନଯାଏ। ଏହି ସତ୍ୟକୁ ବୁଝିନଥିବା ଲକ୍ଷ ଲକ୍ଷ ଲୋକଙ୍କ ମନରେ ଧାରଣା ଜ୍ଞାନ ହିଁ ଶକ୍ତି ଅଟେ। ଏପରି କିଛି ନାହିଁ। ଜ୍ଞାନ ତ କେବଳ ସମ୍ଭାବିତ ଶକ୍ତି ହିଁ ହୋଇପାରେ। ଏହା ପୂର୍ଣ୍ଣ ମାତ୍ରାରେ ଶକ୍ତିର ରୂପ ସେତେବେଳେ ହୁଏ ଯେତେବେଳେ ତାହାକୁ ସଠିକ୍ ରୂପେ ବ୍ୟବସ୍ଥିତ କରି ଯୋଜନାବଦ୍ଧ ପ୍ରଣାଳୀରେ ତାହାକୁ ଉପଯୋଗରେ ନିଆଯାଏ। ଆମର ମାନନୀୟ ଶିକ୍ଷାକୁ ଜ୍ଞାନ ବୋଲି ଭାବିବା ସଠିକ୍ ନୁହେଁ। ଶୈକ୍ଷଣିକ ସଂସ୍ଥାନ ଜ୍ଞାନ ତ ଦିଏ, ମାତ୍ର ଏହା ବତାଏ ନାହିଁ ଯେ ଏହାକୁ କିପରି ଫାଇଦାରେ ବ୍ୟବସ୍ଥିତ କରି ଉପଯୋଗୀ କରାଯିବ। କେତେକ ବ୍ୟକ୍ତି ଏହି କଥା ଭାବି ଭୁଲ କରନ୍ତି। ହେନରୀ ଫୋର୍ଡ ଅଧିକ ସ୍କୁଲ ଶିକ୍ଷା ପାଇ ନଥିଲେ, ପଢ଼ାଲେଖା ବ୍ୟକ୍ତି ନଥିଲେ। ଏପରି ଲୋକ ହେନରୀ ଫୋର୍ଡଙ୍କୁ ବୁଝିପାରିନଥିଲେ। ସେମାନେ ଜାଣିନଥିଲେ ବାସ୍ତବରେ ଶିକ୍ଷା ବା ଏଜୁକେସନର ଅର୍ଥ କ'ଣ। ଏହି ଶବ୍ଦ ଏଜୁକେସନ ଏଜୁକୋ ଧାତୁରୁ ତିଆରି ହୋଇଛି, ଯାହାର ମୂଳ ଅର୍ଥ ବାହାରକୁ ବାହାର କରିବା, ସ୍ପଷ୍ଟ କରିବା, ବିକଶିତ କରିବା ବା ବାହାରକୁ ବାହାର କରି ବିକଶିତ କରିବା। ଏକ ଶିକ୍ଷିତ ବ୍ୟକ୍ତିର ଅର୍ଥ ଏହା ଅର୍ଥ ନୁହେଁ ଯେ ତା ପାଖରେ ପ୍ରତ୍ୟେକ ପ୍ରକାରର ବିଶିଷ୍ଟ ଏବଂ ସାମାନ୍ୟ ଜ୍ଞାନ ଅଛି। ଏହାର ବାସ୍ତବିକ ଅର୍ଥ ଶିକ୍ଷିତ ବ୍ୟକ୍ତି ନିଜର ଶଙ୍କା ଫୈକଲ୍ଟିଜକୁ ପୂର୍ଣ୍ଣ ମାତ୍ରାରେ ବିକଶିତ କରି ଦେଇଛି ଏବଂ ତାହାକୁ ଅନ୍ୟକୁ ବ୍ୟସ୍ତ ନ କରି ନିଜର ପ୍ରାପ୍ତ ପୂର୍ଣ୍ଣ ମାତ୍ରାରେ ଲାଗୁ ହୁଏ। ବିଶ୍ୱଯୁଦ୍ଧ ସମୟରେ ଚିକାଗୋର ଏକ ସମ୍ବାଦପତ୍ର କେତେକ ସମ୍ପାଦକୀୟ ଲେଖିଲେ, ଯେଉଁଥିରେ ହେନରୀ ଫୋର୍ଡଙ୍କୁ ଏକ ଅଜ୍ଞାନ ସନ୍ତୁଷ୍ଟି କର୍ତ୍ତା କୁହାଯାଇଥିଲା। ମିଷ୍ଟର ଫୋର୍ଡ ଏହା ଉପରେ ପ୍ରତିବାଦ କଲେ ଏବଂ ଏକ ମାନହାନି ମୋକଦ୍ଦମା ଚଳାଇଥିଲେ। ମୋକଦ୍ଦମା ସମୟରେ ସମ୍ବାଦପତ୍ରର ଓକିଲ ମିଷ୍ଟର ଫୋର୍ଡଙ୍କୁ କାଠଗଡ଼ାରେ ଏଥିପାଇଁ ଠିଆ କରାଇଥିଲେ ଯେ ସେ ତାଙ୍କୁ ଅଜ୍ଞାନ ସିଦ୍ଧ କରିବାକୁ ଚାହୁଁଥିଲେ। ସେ ଫୋର୍ଡଙ୍କୁ କେତେକ ପ୍ରଶ୍ନ ପଚାରିଲେ, ଯାହାର ଉଦ୍ଦେଶ୍ୟ ଜଜ୍ଙ୍କ ସାମ୍ନାରେ ସେ ସିଦ୍ଧ କରିବାକୁ ଚାହୁଁଥିଲେ ଯେ ମିଷ୍ଟର ଫୋର୍ଡଙ୍କୁ କାର୍ ତିଆରି କରିବାର ସମସ୍ତ କଳା ଆସେ ଏବଂ ବିଶିଷ୍ଟ ରୂପେ ଜ୍ଞାନବାନ ଅଟନ୍ତି, ମାତ୍ର ସାଧାରଣ ସ୍ତରରେ ସେ ଜଣେ ଅଜ୍ଞାନୀ ଅଟନ୍ତି। କେତେକ ପ୍ରଶ୍ନ ଯାହା ମିଷ୍ଟର ଫୋର୍ଡଙ୍କୁ ପଚରାଯାଇଥିଲା ତାହା ନିମ୍ନରେ ଦିଆଗଲା। ବେନେଡିକ୍ଟ ଆର୍ନଲ୍ଡ କିଏ?
ସନ 1776ର କ୍ରାନ୍ତିକୁ ଦବାଇବା ପାଇଁ ବ୍ରିଟିଶ ଶାସନ କେତେ ସିପାହୀ ଆମେରିକା ପଠାଇଥିଲେ? ଏହି ପ୍ରଶ୍ନ ଉତ୍ତରରେ ମିଷ୍ଟର ଫୋର୍ଡ କହିଲେ, ସଠିକ୍ ସଂଖ୍ୟା ତ ମୋତେ ଜଣା ନାହିଁ, ମାତ୍ର ଜାଣିଛି ଏକ ବଡ଼ ଦଳ ପଠାଯାଇଥିଲା, ଯେଉଁଥିରୁ ଖୁବ୍ କମ୍ ସିପାହୀ ଫେରିଥିଲେ। ଅନ୍ତତଃ ଫୋର୍ଡ ପ୍ରଶ୍ନ ଉପରେ ରାଗିଯାଇ କହିଲେ, ମୁଁ କାହିଁକି ସେ ପ୍ରଶ୍ନର ଉତ୍ତର ଦେବି? ମୋ ପାଖରେ ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇପାରିବେ। ମୁଁ କାହିଁକି ଫାଲତୁରେ ଏହି ସାମାନ୍ୟ ଜ୍ଞାନରେ ନିଜ ମସ୍ତିଷ୍କ ଭାରାକ୍ରାନ୍ତ କରିବି? ତାହା ବି ଏହି ସାମାନ୍ୟ ଜ୍ଞାନ ବଦଳରେ ଯାହା ଜରିଆରେ ଲକ୍ଷ ଲକ୍ଷ ଡଲାର କମାଉଛି ତଥା ନିଜର ଓ ଦେଶର ଲାଭ କରୁଛି। ପ୍ରକୃତରେ ଏହି କ୍ରୁର ଓକିଲକୁ ଚୁପ୍ କରିବାକୁ ଏହା ଏକ ଶ୍ରେଷ୍ଠ ଉତ୍ତର ଥିଲା। କୋର୍ଟରେ ଉପସ୍ଥିତ ଥିବା ସମସ୍ତ ଲୋକ ସ୍ୱୀକାର କଲେ ଯେ ଫୋର୍ଡଙ୍କ ଉତ୍ତର ଜଣେ ଅଜ୍ଞାନୀର ନୁହେଁ, ବରଂ ପୂର୍ଣ୍ଣ ଶିକ୍ଷିତ ବ୍ୟକ୍ତିର ଉତ୍ତର ଥିଲା। ସେ ହିଁ ଶିକ୍ଷିତ ବ୍ୟକ୍ତି, ଯାହାର ଜ୍ଞାନ ଅଛି। ଆବଶ୍ୟକତାଠାରୁ ଅଧିକ ଜ୍ଞାନ ସେ କାହିଁକି ଗ୍ରହଣ କରିବେ? ନିଜର ମାଷ୍ଟର ମାଇଣ୍ଡ ଜରିଆରେ ଫୋର୍ଡଙ୍କ ଏବେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମିଳିପାରୁଛି। ତେବେ ସେ କାହିଁକି ସାମାନ୍ୟ ଏବଂ ଫାଲତୁ ଜ୍ଞାନରେ ସମୟ ନଷ୍ଟ କରିବେ? ନିଜର ବିଶିଷ୍ଟ ଜ୍ଞାନ ସେ ଉପଯୋଗରେ ରଖନ୍ତି। ଏକ ସମୟରେ ସେ ଆମେରିକାର ସର୍ବାଧିକ ଧନାଢ଼୍ୟ ବ୍ୟକ୍ତିରେ ପରିଗଣିତ ହେଲେ। ପ୍ରତ୍ୟେକ ଜ୍ଞାନ ନିଜ ମସ୍ତିଷ୍କରେ ସବୁବେଳେ ଧରି ରଖିବା କ'ଣ ଦରକାର? ଆପଣ ଏହା ଜାଣିବା ଉଚିତ ଯେ ଆବଶ୍ୟକ ସ୍ଥଳେ ଏହି ଜ୍ଞାନ କେଉଁଠି କିପରି ଉପଲବ୍ଧ ହୋଇପାରିବ। ଆପଣଙ୍କୁ ବି ଆପଣଙ୍କ ଇଚ୍ଛାକୁ ଧନର ମୂର୍ତ୍ତ ରୂପରେ ବଦଳାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଆବଶ୍ୟକ, ଯାହା କୌଣସି ସେବା ବା ବସ୍ତୁ ରୂପେ ହୋଇପାରେ, ଯାହା ଉପରେ ଆପଣ ଇଚ୍ଛାକୁ ଉପରେ ବଳିଦାନ ଦେବାକୁ ଦ୍ୱିଧାବୋଧ କରିବେ ନାହିଁ। ବୋଧହୁଏ ଆପଣଙ୍କୁ ଅଧିକ ବିଶିଷ୍ଟ ଜ୍ଞାନ ଆବଶ୍ୟକ, କାରଣ ଆପଣ ନିଜର ବୁଦ୍ଧି ଏବଂ ମାଷ୍ଟର ମାଇଣ୍ଡ ଗ୍ରୁପ ମଝିରେ ଏକ ବିରାଟ ଖାଇ ଅଛି। ଥରେ ହେନରିଜ କାର୍ନେଗୀ ମୋତେ କହିଥିଲେ ଯେ ବସ୍ତୁତଃ ଇସ୍ପାତ ବେପାର ବିଷୟରେ ତାଙ୍କର ଟେକ୍ନିକ୍ ଜ୍ଞାନ ଅତି ନଗଣ୍ୟ ଥିଲା। ସେ ଏହା ବି କହିଲେ ଯେ ଏ ବିଷୟରେ ଅଧିକ ଜ୍ଞାନ ପ୍ରାପ୍ତ ପାଇଁ ମନ ହେଲା ନାହିଁ। ଏଥିପାଇଁ ଏହି ଜ୍ଞାନ ମାଷ୍ଟର ମାଇଣ୍ଡ ଗ୍ରୁପ ରୂପେ ଉପଲବ୍ଧ ଥିଲା। ଅର୍ଥାତ୍ ଯେତେବେଳେ 24 ଘଣ୍ଟା ପାଇଁ ATM ଉପଲବ୍ଧ, ତେବେ ଟଙ୍କାର ମୋଟା ବଣ୍ଡଲ ନେଇ ଆମେ କାହିଁକି ଘୂରି ବୁଲିବା ଏବଂ ବିପଦ ମୁଣ୍ଡାଇବା? ମିଷ୍ଟର ଫୋର୍ଡ କେବଳ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରିଥିଲେ। ତାଙ୍କ ଉଦାହରଣ ସେହି ହଜାର ହଜାର କମ୍ ପଢ଼ିଥିବା ଲୋକଙ୍କ ସାହସ ବଢ଼ାଇବ, ଯେଉଁମାନେ ଭାବନ୍ତି କମ୍ ପାଠ ଯୋଗୁଁ ସେମାନେ କେବେ ହେଲେ ଧନୀ ହୋଇପାରିବେ ନାହିଁ। ଏପରି ଲୋକ ନିଜର ହୀନ ଭାବନାରୁ ମୁକ୍ତ ହୋଇ ନିଜର ଇଚ୍ଛା ଧନାଢ଼୍ୟ ହେବା ପୂର୍ତ୍ତିରେ ଲାଗିଯିବା ଉଚିତ। ଜ୍ଞାନ କିପରି ଖର୍ଦି କରାଯାଏ? ଏକ ଲାଭଜନକ ସଉଦା। ପ୍ରଥମେ ସ୍ଥିର କର ଯେ କେଉଁ ପ୍ରକାରର ବିଶିଷ୍ଟ ଜ୍ଞାନ ଆପଣଙ୍କର ଦରକାର ଏବଂ ଏହି ଜ୍ଞାନ ପ୍ରାପ୍ତିର ମୁଖ୍ୟ ଉଦ୍ଦେଶ୍ୟ କ'ଣ। ଯଦି ଆପଣଙ୍କୁ ନିଜ ଜୀବନର ଉଦ୍ଦେଶ୍ୟ ଜ୍ଞାନ ଅଛି, ତେବେ ଆପଣଙ୍କ ସମକ୍ଷରେ ଆସିଯିବ ତାହାକୁ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ କେଉଁ ପ୍ରକାରର ଜ୍ଞାନର ଆବଶ୍ୟକ। ତାପରେ ଆପଣଙ୍କ ପାଖରେ ସଠିକ୍ ସୂଚନା ହେବା ଦରକାର। ଏହି ଜ୍ଞାନ କେଉଁ ପ୍ରକାରର ପ୍ରାପ୍ତ ହୋଇପାରିବ। ନିମ୍ନରେ କେତେକ ମହତ୍ତ୍ୱପୂର୍ଣ୍ଣ ସ୍ରୋତ ଦିଆଗଲା। କ. ନିଜର ବ୍ୟକ୍ତିଗତ ଅନୁଭବ ଏବଂ ଶିକ୍ଷା। ଖ. ଅନ୍ୟର ସହଯୋଗରେ ପ୍ରାପ୍ତ ଅନୁଭବ ଏବଂ ଶିକ୍ଷାର ଜ୍ଞାନ। ଗ. କଲେଜ ଓ ବିଶ୍ୱବିଦ୍ୟାଳୟରୁ। ଘ. ସାର୍ବଜନିକ ଲାଇବ୍ରେରୀରୁ, ସେଠାରେ ଉପଲବ୍ଧ ପତ୍ର ପତ୍ରିକା ଏବଂ ପୁସ୍ତକ ମାଧ୍ୟମରେ। ବିଶିଷ୍ଟ ପ୍ରଶିକ୍ଷକ କାର୍ଯ୍ୟକ୍ରମ ଦ୍ୱାରା
ରାତ୍ରି ବିଦ୍ୟାଳୟ ଏବଂ ଏହିପରି ସଂସ୍ଥାନ ଦ୍ୱାରା। ମନେ ରଖନ୍ତୁ, ଯଦି ଜ୍ଞାନର କୌଣସି ଉପଯୋଗ କରାଯିବ ନାହିଁ, ତେବେ ଜ୍ଞାନ ଏକ ଫାଲତୁ ବୋଝ ହୋଇଯିବ। ଏଥିପାଇଁ କେବଳ ଡିଗ୍ରୀରେ କୌଣସି ମହତ୍ତ୍ୱ ନଥାଏ। ତାହା କେବଳ ଜଣାଇଦିଏ ଯେ ବ୍ୟକ୍ତି ବହୁତ କିଛି ଜାଣିଛି। ଏହି ଜ୍ଞାନ ଦ୍ୱାରା ଯଦି କୌଣସି ଉପଯୋଗୀ କାର୍ଯ୍ୟ କରାନଯାଏ, ତେବେ ଏହା ରହି ରହି ବେକାର ହୋଇଯାଏ। ଭାରି ତୋପ ଯଦି ଜଙ୍କ ଲାଗିଯାଏ, ତେବେ ତାହା ଗୋଟିଏ ମାଛି ବି ମାରିପାରିବ ନାହିଁ। ଯଦି ଆପଣ ବିଶିଷ୍ଟ ସ୍କୁଲ ମାଧ୍ୟମରେ କୌଣସି ନିର୍ଦ୍ଦିଷ୍ଟ ଜ୍ଞାନ ନେବା ପାଇଁ ଯୋଜନା କରିଛନ୍ତି, ତେବେ ପ୍ରଥମେ ଦେଖନ୍ତୁ ଏଥିରୁ ଆପଣ କ'ଣ ଲାଭ ପାଇବେ। ଏହାପରେ ତାହା ପ୍ରାପ୍ତ କରିବା ପାଇଁ ଉପଯୁକ୍ତ ସାଧନ ଖୋଜନ୍ତୁ। ସଫଳ ବ୍ୟକ୍ତି ନିଜ କ୍ଷେତ୍ର ସମ୍ବନ୍ଧିତ ଜ୍ଞାନ ସର୍ବଦା ଗ୍ରହଣ କରିଥାନ୍ତି। ଯେଉଁମାନେ ଏହା ଭାବନ୍ତି ଯେ ଶିକ୍ଷା ବା ଜ୍ଞାନ ପ୍ରାପ୍ତ କରିବା ତାଙ୍କର ଧ୍ୟେୟ ଅଟେ, ସେମାନେ କେବେ ବି ସଫଳ ହୋଇପାରିବେ ନାହିଁ। ଅନ୍ତତଃ ଜ୍ଞାନର ମୂଲ୍ୟ ତାହା ଅଟେ, ଯାହା ଆପଣଙ୍କୁ ସେଥିରୁ ପ୍ରାପ୍ତ ହୋଇପାରିବ। ସ୍କୁଲ, କଲେଜ ଆଦି ଆପଣଙ୍କୁ ଜ୍ଞାନ ପ୍ରାପ୍ତ କରିବା ବିଧି ବା ପ୍ରଣାଳୀ ବତାନ୍ତି। ଅସଲ ଜ୍ଞାନ ସେହି ଜ୍ଞାନର ଉପଯୋଗରୁ ହିଁ ମିଳିଥାଏ। ଏହି ପରିବର୍ତ୍ତିତ ବିଶ୍ୱର ଆରମ୍ଭ ଆର୍ଥିକ ରଦ୍ଦି ବସ୍ତୁରୁ ହିଁ ହୋଇଥିଲା। ମାତ୍ର ଏହି ପରିବର୍ତ୍ତିତ ବିଶ୍ୱର ଶୈକ୍ଷଣିକ ଆବଶ୍ୟକତା ବି ଅନେକ ବଦଳି ଗଲାଣି। ଆଜିର ଯୁଗକୁ ବିଶିଷ୍ଟକରଣ ବା ସ୍ପେସିଆଲାଇଜେସନ୍ ଯୁଗ କୁହାଯାଉଛି। ଏହା ଉପରେ ସର୍ବାଧିକ ଜୋର ଦେଇଥିଲେ କଲମ୍ବିଆ ୟୁନିଭର୍ସିଟିର ସେକ୍ରେଟାରୀ ଅଫ୍ ଆପଏଣ୍ଟମେଣ୍ଟ ରୋବର୍ଟ ପି ମୁର। ତାଙ୍କର ନିଷ୍କର୍ଷ ନିମ୍ନରେ ଦିଆଗଲା। ସେ ବିଶେଷଜ୍ଞ ଯାହାଙ୍କର ଆବଶ୍ୟକତା ସର୍ବାଧିକ। ଅଧିକାଂଶ କମ୍ପାନୀ ଏହି ପ୍ରତ୍ୟାଶୀୟ ଆବଶ୍ୟକତା କରନ୍ତି ଯେ ଯେଉଁମାନେ କୌଣସି ନା କୌଣସି କ୍ଷେତ୍ରରେ ବିଶିଷ୍ଟ ଯୋଗ୍ୟତା ଅର୍ଜିତ କରିଛନ୍ତି, ଯେପରି ଦାର୍ଶନିକ, ଭବନ ନିର୍ମାଣ, ଲେଖାକରଣ, ରସାୟନ ଶାସ୍ତ୍ର ତଥା ଏହିପରି କ୍ଷେତ୍ରରେ ଉଚ୍ଚ କୁଶଳତା ବାଲା କର୍ମଠ ବ୍ୟକ୍ତି। ସେହି ହରଫନ୍ ମୌଲା ଯିଏ ନିଜର ପଢ଼ାରେ ବି ଠିକ୍ ଠାକ୍ ରହିଛନ୍ତି ତଥା ପ୍ରତ୍ୟେକଙ୍କ ସହିତ ମିଳାମିଶାରେ ଶିଷ୍ଟତା ରକ୍ଷା କରନ୍ତି। ଏହି ଲୋକଙ୍କ ଅଭିଳାଷ ଅନ୍ୟମାନଙ୍କ ଅପେକ୍ଷା ନିଶ୍ଚିତ ଅଧିକ ରହେ, କାରଣ ଏମାନଙ୍କର ପ୍ରତ୍ୟେକଙ୍କ ସହିତ ସୁସମ୍ପର୍କ ରହେ। ଶ୍ରୀ ମୁରେଙ୍କ ଅନୁସାର ବହୁତ ମେଧାବୀ ଏବଂ ନିଜ ବିଷୟରେ ସର୍ବଦା ପ୍ରଥମ ରହୁଥିବା ପ୍ରତିଷ୍ଠିତ କମ୍ପାନୀ ଅଧିକ ଅଭିଳାଷ ଚାହେଁ, କାରଣ ସେମାନଙ୍କୁ ଉଚ୍ଚ ଶୈକ୍ଷଣିକ ଯୋଗ୍ୟତା ବାଲା ବ୍ୟକ୍ତି ନୁହେଁ, ବରଂ ଜଣେ ପ୍ରତ୍ୟେକ ଦିଗରୁ ଦକ୍ଷ ବ୍ୟକ୍ତି ଦରକାର। ଶ୍ରୀ ମୁରେଙ୍କୁ ଏକ ବଡ଼ କମ୍ପାନୀରେ ନିଜର ଅଭିଳାଷିତ ଉତ୍ତରଦାୟିତ୍ୱ ନେବାବେଳେ ଲେଖିଥିଲେ, ମୋର ସେହି ଲୋକ ଦରକାର ଯିଏ ପ୍ରବନ୍ଧକଙ୍କ କାମରେ ଅସାଧାରଣ ପ୍ରଗତି ପ୍ରାପ୍ତ କରିପାରିବ। ଏଥିପାଇଁ ଆମେ ପ୍ରତ୍ୟାଶୀଙ୍କ ବୁଦ୍ଧିମତ୍ତା ଏବଂ ସମଗ୍ର ବ୍ୟକ୍ତିତ୍ୱ ଉପରେ ଅଧିକ ଜୋର ଦିଏ, ସେମାନଙ୍କ ଶୈକ୍ଷଣିକ ପୃଷ୍ଠଭୂମି ଉପରେ ନୁହେଁ।